ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ଦଶମ ଶ୍ରେଣୀ ରାଘବଙ୍କ ଲଙ୍କା ଯାତ୍ରାନୁକୂଳର ପ୍ରଶ୍ନୋତ୍ତରକୁ ଆଲୋଚନା କରିବା ପିଲାମାନେ। ତାହେଲେ ଡେରି ନକରି ବିଷୟବସ୍ତୁକୁ ଆଗେଇ ଯିବା। ଆମର କ୍ୱେଶ୍ଚିନ୍ ନମ୍ବର 1ରେ ଅଛି ଯେ ପ୍ରତ୍ୟେକର 3ଟି ଲେଖାଏଁ ପ୍ରତିଶବ୍ଦ ଆମକୁ ଲେଖିବାକୁ ପଡ଼ିବ। ପ୍ରଥମ ଶବ୍ଦ ହେଲା ସିନ୍ଧୁ। ସିନ୍ଧୁର ପ୍ରତିଶବ୍ଦ କ'ଣ? ନା ସାଗର, ସମୁଦ୍ର, ପାରାବାର, ଜଳଧି ଇତ୍ୟାଦି ହେଲା ଏହାର ପ୍ରତିଶବ୍ଦ। ପର୍ବତର ପ୍ରତିଶବ୍ଦ କହିଲେ ଅଚଳ, ପାହାଡ଼, ମହୀଧର, ଗିରି, ଶୈଳ, ଭୂଧର ଇଏ ହେଲା ପର୍ବତର ପ୍ରତିଶବ୍ଦ ଗୁଡ଼ିକ। ଏବଂ ଲାଷ୍ଟରେ ଅଛି ଆକାଶ। ଆକାଶର ପ୍ରତିଶବ୍ଦ ଗୁଡ଼ିକ ହେଲା ଅମ୍ବର, ଗଗନ, ବ୍ୟୋମ, ବ୍ୟାହାୟସ ଇଏ ହେଲା ଆକାଶର ପ୍ରତିଶବ୍ଦ ଗୁଡ଼ିକ। ତାହେଲେ ପିଲାମାନେ 2 ନମ୍ବର କ୍ୱେଶ୍ଚିନ୍କୁ ଯିବା। ଆମକୁ କେତେ ଗୁଡ଼ିଏ ଶବ୍ଦ ଦେଇଛି ଏବଂ ତା'ର ଗଦ୍ୟ ରୂପ ଲେଖିବାକୁ ସେ କହିଛି। ଯେମିତି ପ୍ରାପତି, ପ୍ରାପତିର ଗଦ୍ୟ ରୂପ କ'ଣ ହେବ? ନା ପ୍ରାପ୍ତି ହେବ। ଜନମି, ଜନ୍ମି, ଦୈବ, ଦୈବ ଇଏ ହେଲା ଆମର ଦ୍ୱିତୀୟ କ୍ୱେଶ୍ଚିନ୍ର ଆନ୍ସର୍। କ୍ୱେଶ୍ଚିନ୍ ନମ୍ବର 3କୁ ଦେଖିବା ଯେ ନିମ୍ନଲିଖିତ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ। ଯଦି ଆମେ ବିପରୀତ ଶବ୍ଦ କହିବା ତାହେଲେ ଆଶାର ବିପରୀତ କ'ଣ ହେଇଯିବ? ନା ନିରାଶ ହେଇଯିବ। ପ୍ରସନ୍ନର ବିପରୀତ ହେବ ବିଷଣ୍ଣ ବା ଅପ୍ରସନ୍ନ। ଜନ୍ମର ବିପରୀତ ହେବ ମୃତ୍ୟୁ। ବିରସର ହେବ ହରସ ବା ପ୍ରଫୁଲ୍ଲ। ବିରସ କହିଲେ ଦୁଃଖ, ହରସ କହିଲେ ହର୍ଷ ମାନେ ଖୁସି ହେଇଯିବାଟା, ପ୍ରଫୁଲ୍ଲିତ ହେବା, ମନକୁ ମାନେ ସୁଖ ମିଳିବାଟା ଇଏ ହେଲା ହରସ। ନିଶ୍ୱାସ, ପ୍ରଶ୍ୱାସ। ଜ୍ୟେଷ୍ଠ, କନିଷ୍ଠ। ଜ୍ୟେଷ୍ଠ କହିଲେ ବଡ଼ ଭାଇ, କନିଷ୍ଠ କହିଲେ ସାନ ଭାଇ। ପୁଣ୍ୟର ବିପରୀତ କ'ଣ ହେବ? ନା ପାପ ହେବ। ପ୍ରସନ୍ନ, ଅପ୍ରସନ୍ନ। ପ୍ରସନ୍ନ ବୋଲେ ଟିକେ ମାନେ ସତେଜ ହେଇଯିବାଟା ବା ଖୁସି ହେଇଯିବାଟା, ଅପ୍ରସନ୍ନ ବୋଲେ ଟିକେ ବିଷାଦକୁ ବୁଝାଇଥାଏ ପିଲାମାନେ। କ୍ୱେଶ୍ଚିନ୍ ନମ୍ବର 4କୁ ଦେଖିବା ଯେ ନିମ୍ନଲିଖିତ ଶବ୍ଦମାନଙ୍କୁ ନେଇ ସାର୍ଥକ ବାକ୍ୟ ଗୋଟେ ରଚନା କର ବୋଲଛି। ପ୍ରଥମେ ଦେଇଛି ପିତୃବ୍ୟ। ପିତୃବ୍ୟକୁ ପିତା ସମଭକ୍ତି ଓ ସମ୍ମାନ କରିବା ଉଚିତ। ସେଠି ଆମେ ଯେତେବେଳେ ବିଷୟବସ୍ତୁ ପଢ଼ିଥିଲେ ପିଲାମାନେ, ବିଷୟବସ୍ତୁରେ ବି ରାବଣ କହିଛି କାହାକୁ? ନା ଶୁକ ଏବଂ ସାରଣକୁ ଯାଇକି ବିଭୀଷଣକୁ କହିବା ପାଇଁ ଯେ ପିତୃବ୍ୟକୁ ଆମେ କ'ଣ କରିବା କଥା? ନା ଜ୍ୟେଷ୍ଠ ଭ୍ରାତା ପିତା ସରି କହିଛି ଏବଂ ପିତୃବ୍ୟ ବୋଲିକରି ଗୋଟେ ୱାର୍ଡ଼ ସେଠି ଆଣିଛି ଯେ ଅଙ୍ଗଦକୁ ମଧ୍ୟ ଯାଇକରି କହିବ ଯେ ସେ କ'ଣ କରିବ? ନା ତା'ର ପିତୃବ୍ୟ ପିତାଙ୍କର ଭାଇ ସହିତ କ'ଣ କରିବ? ନା ଝଗଡ଼ା କରିକି ତା'ର ସୈନ୍ୟକୁ ବାହୁଡ଼ାଇ ନେବ। ଠିକ୍ ସେହିଭଳି ସେ କହିଛନ୍ତି ଯେ ପିତୃବ୍ୟଙ୍କୁ ପିତା ସମ ଭକ୍ତି, ଅର୍ଥାତ୍ ପିତାଙ୍କର ଭାଇକୁ ପିତା ଭଳିଆ ଆମେ କ'ଣ କରିବା କଥା? ନା ଆମେ ତାଙ୍କୁ ଭକ୍ତି ଏବଂ ସମ୍ମାନ ଜଣାଇବା କଥା। ବ୍ୟୋମ, ସଖାମାନେ ବ୍ୟୋମରେ ବିହାର କରୁଥିବାରୁ ସେମାନଙ୍କୁ ବ୍ୟୋମବାର କୁହାଯାଏ। ସଖାମାନେ ବ୍ୟୋମରେ ବିହାର କରୁଥିବାରୁ ସେମାନଙ୍କୁ ବ୍ୟୋମବାର କୁହାଯାଇଥାଏ। ନେକ୍ସଟ ଶବ୍ଦ ଅଛି ପ୍ରସନ୍ନ। ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିବାରୁ ଶିକ୍ଷକ ରାମ ଉପରେ ପ୍ରସନ୍ନ ହେଲେ। ଯେହେତୁ ସେ ଭଲ ଉତ୍ତର ଦେଲା ତାକୁ ସମସ୍ତେ ପସନ୍ଦ କଲେ। ଅନୁଜ, ଶ୍ରୀରାମ ଅନୁଜ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହ ବନଗମନ କରିଥିଲେ। ଶ୍ରୀରାମ ଅନୁଜ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହ ବନଗମନ କରିଥିଲେ। ସତ୍ୱର ଅର୍ଥାତ୍ ଯଥାଶୀଘ୍ର। ଗୁରୁଜନଙ୍କ ଆଦେଶ ସତ୍ୱର ପାଳନୀୟ, ଅର୍ଥାତ୍ ଗୁରୁଜନଙ୍କୁ ଆମେ କ'ଣ କରିବା କଥା? ନା ତାଙ୍କର ସମସ୍ତ ଆଦେଶକୁ ଯେତେ ଶୀଘ୍ର ବା ଯଥାଶୀଘ୍ର ଆମେ ପାଳନ କରିବା ଉଚିତ। ଯଦି କ୍ୱେଶ୍ଚିନ୍ ନମ୍ବର 5କୁ ଦେଖିବା ପିଲାମାନେ, ସନ୍ଧି ବିଚ୍ଛେଦ କର ବୋଲି କହିଛି। ପ୍ରଥମରେ ଅଛି ବଜ୍ରାଘାତ। ବଜ୍ରଯୁକ୍ତ ଆଘାତ, ବଜ୍ରାଘାତ। ପ୍ରତ୍ୟୁତ୍ତର, ପ୍ରତିଯୁକ୍ତ ଉତ୍ତର, ପ୍ରତ୍ୟୁତ୍ତର। ନିଶ୍ୱାସ, ନିଃଯୁକ୍ତ ଶ୍ୱାସ, ନିଃଶ୍ୱାସ। 6 ନମ୍ବର କ୍ୱେଶ୍ଚିନ୍କୁ ଦେଖିବା। ବ୍ୟାସ ବାକ୍ୟ ସହ ସମାସର ନାମ ଲେଖ। ବିଭୂତି ଭୂଷଣ, ୟାକୁ ଯଦି ଆମେ ସମାସରେ ଏବଂ ବ୍ୟାସ ବାକ୍ୟରେ ଦେଖିବା କ'ଣ ହେବ? ନା ବିଭୂତି ଭୂଷଣକୁ ଆମେ ଲେଖିପାରିବା ଯେ ବିଭୂତି ଯାହାର ଭୂଷଣ ସେ ହେଲା ବିଭୂତି ଭୂଷଣ। ଏଇଟା କେଉଁ ପ୍ରକାରର ସମାସ? ନା ଇଏ ହେଲା ବହୁବ୍ରୀହି ସମାସ। ବିଭୂତିରେ ଭୂଷିତ ଯେ ସେ ହେଲା ଉପପଦ ତତ୍ପୁରୁଷ ସମାସ। ବିଂଶତିକର ଯାହାର ସେ ବହୁବ୍ରୀହି ସମାସ। ଯେତେବେଳେ ପିଲାମାନେ ଆମେ
यार व्यासवाक्य बाहर करछु एवं प्रायतः मुख्यतः माने गोटे एटा सर्ट ट्रिक बोलिकी भी कहि परिबा जे जेतेबेले आमे बाहर करछु जदि सेठारे से किंबा जे लागुछि ताहले सेटा मुख्यतः प्राय जिंस देखिबो पिला माने बहुब्रीहि समास होइथाय। ठीक अछि कि नहीं। विंशकर जହାର से हला उपपद तत्पुरुष समास। देव रिपु देवता मानकर रिपु ये गला षष्ठी तत्पुरुष समास। हीन पराक्रम हीन अटे पराक्रम एटा हान होइछि एटा हीन हबो पिला माने ये हीन हबो हीन अटे पराक्रम हीन पराक्रम मध्यपद लोपी कर्मधाराय समास ये हला क्वेश्चन नंबर 6। क्वेश्चन नंबर 7 को यदि देखिबा कें कें भली आउ 5 गोटी ध्वनात्मक जुग्म शब्द आमे लेखिबा। पे पे मे मे हे हे मे मे चे चे ये हला अन्य आउ ध्वनात्मक जुग्म शब्द। क्वेश्चन नंबर 8 को देखिबा सिंधु को पोतिबा पाई रामचंद्र काहींकी स्थिर कले। जेतेबेले लंकागढ़रू सीता को उद्धार करने निमंते समुद्र अतिक्रम करने आवश्यक थिबारु रामचंद्र सिंधु को पोतिबा पाई स्थिर कले। सीता को उद्धार करने निमंते से सिंधु पोति जिबा बोली विचार कले। क्वेश्चन नंबर 9 कवितारे राघव शब्दटी कहा उद्देश्य रे व्यवहार करा जायछि पिला माने। आमे राघव बोली कहा को कहि परिबा राघव बोली रामचंद्र को कहि परिबा। तो कवितारे राघव शब्दटी रामचंद्र को उद्देश्य रे व्यवहार करा जायछि। क्वेश्चन नंबर 10 वरुण को प्रसन्न करबा पाई रामचंद्र कौन कले ना वरुण को प्रसन्न करबा पाई रामचंद्र अनाहार रे रहिले भोक उपास रे रहिले एवं कुशशय्या से शयन कले। वरुण प्रसन्न से कौन करचंते ना कुशर शय्या शयन करचंती। क्वेश्चन नंबर 11 रावण शुक सारण माध्यम विभीषण पाखक की वार्ता पठाइले ना रावण शुक सारण मंत्री द्वय माध्यम विभीषण निकट को वार्ता दे कहितिले जे जेहेतु ज्येष्ठ भ्राता पितृतुल्य अटंती से कौन कहितिले ना ज्येष्ठ भ्राता पिता सरी कपिता वाणी पिता करी अर्थात जो बड़ भाई होचंती बापा समान लोक तेणु से जदिबा क्रोधवशतः तांको प्रति किछि कटु भाषा प्रयोग करिसंती जदि बड़ भाई सान भाई को टिके रागी जाइछि ताहले तार से कथा को धर्तव्य नुहे आमे धरिबा कथा नुहे जदि धरुचु ताकू आमे एई तुच्छ कथा को कौन कबा कथा ना भूली जीवा कथा बा सही उक्ति को तिक्त तुल्य मने करिबा उचित नुहे। जदि बड़ भाई सान भाई को किछि रागी जाउछि एवं कटु कथा टिके कहि दउछि ताहले आमे कौन करिबा कथा ताकू संगे संगे भूली जीवा कथा सेटा हला आमो भाईर गोटे कर्तव्य। क्वेश्चन नंबर 12 अंगद निकट को रावण की संदेश प्रेरण कले। अंगद प्रति रावण को वार्ता थिला जे पिता शत्रु को भक्ति कले कदापि पुण्यार्जन हुए नहीं। जदि अंगद प्रति रावण कौन कहितिला ना पिता शत्रु को भक्ति अंगदर बापा हला बाली बालीर शत्रु थिले रामचंद्र तेणु सी कहवाई चाहूँ रामचंद्र सहित झगड़ा करिवार अछि तांको पुण्य करिवार नाही तांको भक्ति करिवार नाही जदि बा भक्ति कले पुण्यर्जन हबो नाही। तेणु पितृव्य सुग्रीवंक सह विवाद रचना करी अर्थात पितृव्य कहले कौन बालीर भाई हला सुग्रीव सुग्रीव सहित झगड़ा करी से तुरंत सैन्य प्रत्याहार पूर्वक सेमानंक संग त्याग करंतु यथाशीघ्र सैन्य को बाहुड़ाई नियंतु बोलिक से एठी उपदेश देइचंती। तो पिला माने निश्चित भाव में आमे रावणर संदेश को जानी पारले। क्वेश्चन नंबर 13 को आलोचना करिबा। रावणर वार्ता नहीं अंगद निकट को किए आसीथिले आमर आंसर कौन हबो ना रावणर वार्ता नहीं अंगद निकट को रावणर दुई मंत्री शुक एवं सारण आसीथिले। क्वेश्चन नंबर 14 को देखिबा। रावणर वार्ता शुणी अंगद की प्रतिक्रिया प्रकाश कले। रावणर वार्ता श्रवण मात्र के अंगद भीषण उत्तेजित होई पड़िथिले एवं क्रोधरे शून्य को वज्रसम प्रत्यावर्तन करथिले से गुडे प्रहार करथिले
ବଜ୍ର ସମ ଏକ ପ୍ରହାର କରିଥିଲେ। କ୍ୱେଶ୍ଚିନ୍ ନମ୍ବର 15 ମନ୍ତ୍ରୀଦ୍ୱୟ ରାବଣ ନିକଟରେ କି ଉକ୍ତି ପ୍ରକାଶ କଲେ? ନା ମନ୍ତ୍ରୀଦ୍ୱୟ ବିଭୀଷଣଙ୍କୁ ପ୍ରଦାନ କରିଥିବା ବାର୍ତ୍ତାର ପ୍ରତ୍ୟୁତ୍ତର ରଖି ଏବଂ ସେ ବାର୍ତ୍ତା ଶ୍ରବଣରେ ଅଙ୍ଗଦଙ୍କର ପ୍ରତିକ୍ରିୟା ସମ୍ପର୍କିତ ଉକ୍ତି ସେମାନେ ପ୍ରକାଶ କରିଥିଲେ। ଯାହା ବି ବିଭୀଷଣ ଏବଂ ଅଙ୍ଗଦ ସହିତ ବାର୍ତ୍ତାଳାପ ହୋଇଥିଲା ତାକୁ ସେମାନେ ଯାଇ ସେଠାରେ କଣ କରିଥିଲେ ନା ବର୍ଣ୍ଣନା କରିଥିଲେ। ଏବଂ ବିଭୀଷଣ ଲଙ୍କପତିଙ୍କ ବାର୍ତ୍ତାର ପ୍ରତ୍ୟୁତ୍ତର ରଖିଥିଲା ଯେ ଯଦି ଜ୍ୟେଷ୍ଠ ଭ୍ରାତା କଣ କରିବେ ନା ମାତା ସୀତାଙ୍କୁ ସସମ୍ମାନେ ରାମଚନ୍ଦ୍ରଙ୍କୁ ନିସର୍ବ ଭାବରେ ସମର୍ପଣ କରିବେ ତେବେ ସେ ଲଙ୍କାପୁରୀକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଉକ୍ତି ମନ୍ତ୍ରୀଦ୍ୱୟକୁ ରାବଣ ନିକଟରେ ପ୍ରକାଶ କରିଥିଲେ। ଯଦି ରାବଣ ସସମ୍ମାନେ କଣ କରିବ ନା ମାତା ସୀତାଙ୍କୁ ସମର୍ପଣ କରିଦେବ ତାହେଲେ ନିଶ୍ଚିତ ଭାବରେ ସେ କଣ କରିବେ ନା ଲଙ୍କାଗଡକୁ ପୁଣି ପ୍ରତ୍ୟାବର୍ତ୍ତନ କରିବେ ବୋଲି ବିଭୀଷଣ କହିଥିଲେ। କ୍ୱେଶ୍ଚିନ୍ ନମ୍ବର 16 ଅଙ୍ଗଦଙ୍କ ଶକ୍ତ ଚାପୁଡା ପ୍ରହାରରେ ମନ୍ତ୍ରୀଦ୍ୱୟଙ୍କର କି ଅବସ୍ଥା ହୋଇଥାନ୍ତା? ଅଙ୍ଗଦଙ୍କ ଶୂନ୍ୟରେ ଚାପୁଡା ପ୍ରହାର ଏପରି ଶକ୍ତିଶାଳୀ ଥିଲା ଯେ ବିଶାଳ ବିନ୍ଧ୍ୟ ପର୍ବତ ସେହି ଆଘାତରେ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଇଥାନ୍ତା। ତାର ଯୋଉ ପ୍ରହାରରେ ଯଦି ବିନ୍ଧ୍ୟ ପର୍ବତରେ ବାଜିଥାନ୍ତା ତାହେଲେ କଣ ହେଇଥାନ୍ତା ନା ତାହା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଇଥାନ୍ତା କିମ୍ବା ପାତଳଗାମୀ ହୋଇଯାଇଥାନ୍ତା ଏବଂ ନିଶ୍ଚିତ ଭାବରେ ମନ୍ତ୍ରୀଦ୍ୱୟଙ୍କର ପ୍ରାଣର ଆଘାତରେ ବା ପ୍ରାଣଘାତକ ହୋଇଥାନ୍ତା। କେବଳ ଧର୍ମ ବଳରୁ ସେହି ଆଘାତରୁ ସେମାନେ ପ୍ରାଣ ବଞ୍ଚାଇବାରେ ସମର୍ଥ ହେଲେ ବୋଲି ମନ୍ତ୍ରୀଦ୍ୱୟ କହିଥିଲେ। କ୍ୱେଶ୍ଚିନ୍ ନମ୍ବର 17 ଶ୍ରୀରାମଙ୍କ ସୈନ୍ୟ ସଂଖ୍ୟା କେତେ ବୋଲି ମନ୍ତ୍ରୀଦ୍ୱୟ କଳନା କଲେ? ନା ସମୁଦ୍ରର ଜଳରାଶିରେ ସୃଷ୍ଟ ତଥା ପରିଦୃଷ୍ଟ ଶଙ୍ଖମାନଙ୍କ ସଂଖ୍ୟା ଯେତେ ଶ୍ରୀରାମଙ୍କ ସୈନ୍ୟ ସଂଖ୍ୟା ସେତେ ଶଙ୍ଖଠାରୁ ଅଧିକ ବା ଅଗଣିତ ବୋଲି ମନ୍ତ୍ରୀଦ୍ୱୟ କଳନା କରିଥିଲେ। ସେ କଣ କରିଥିଲେ ନା ସମୁଦ୍ରର ଜଳରାଶିରେ ଦେଖାଯାଉଥିବା ଶଙ୍ଖ ମାନଙ୍କର ସଂଖ୍ୟା ଯେତିକି ରାମଚନ୍ଦ୍ରଙ୍କର ସୈନ୍ୟ ମାନଙ୍କର ସଂଖ୍ୟା ତାଠୁ ମଧ୍ୟ କଣ ନା ଅଧିକ ବୋଲି ମନ୍ତ୍ରୀଦ୍ୱୟ କଳନା କରିଥିଲେ। ସମୁଦ୍ର ତରିବା ନିମନ୍ତେ ରାଘବ କଣ ପାଞ୍ଚିଥିଲେ? ସମୁଦ୍ର ଲଙ୍ଘନ ନିମନ୍ତେ ସେତୁ ସ୍ଥାପନ ପାଇଁ ରାଘବ ବରୁଣ ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ଉଚିତ ମନେ କରି ତାଙ୍କ ପ୍ରତି ପ୍ରତ୍ୟାର୍ଥେ ଅନାହର କରିବା ସହ କୁଶଶଯ୍ୟାରେ ଶୟନ କରିବେ ବୋଲି ସେ କଣ କରିଥିଲେ ନା ପାଞ୍ଚିଥିଲେ। ସମୁଦ୍ରକୁ ତରିବା ନିମନ୍ତେ ରାଘବ କଣ ବିଚାର କଲେ ନା ଭୋକ ଉପାସରେ ରହିବେ ଏବଂ କୁଶଶଯ୍ୟାରେ ସେ କଣ କରିବେ ନା ଶୋଇବେ। ସରଳାର୍ଥକୁ ଯଦି ଆମେ ଦେଖିବା ପିଲାମାନେ 19 ନମ୍ବର ଅଛି ବିସ୍ମୟୀ ନିଶ୍ୱାସ ତେଜି ବରୁଣ ପ୍ରସନ୍ନେ ବିନାଶନରେ ଶୟନ ସେ ଦର୍ଭ ଶୟନ ଜି। ସଂସ୍କୃତ ପଦ୍ୟାଂଶଟି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାଳଜୟୀ କାବ୍ୟ ବୈଦେହୀଶ ବିଳାସ କାବ୍ୟର ରାଘବଙ୍କ ଲଙ୍କା ଯାତ୍ରାନୁକୂଳ ଶୀର୍ଷକ କବିତାରୁ ଉଦ୍ଧୃତ। ଏଠାରେ କବି କଣ କରିଛନ୍ତି ନା ଶ୍ରୀରାମଙ୍କର ଲଙ୍କା ଅଭିଯାନ ନିମନ୍ତେ ଆୟୋଜିତ ସମୁଦ୍ରରେ ସେତୁ ନିର୍ମାଣର ସଫଳତା ନିମନ୍ତେ ଆଚରିତ ସାତ୍ବିକ ନିଷ୍ଠା ଉପରେ ଆଲୋକପାତ କରିଛନ୍ତି। ଏଠାରେ ସମୁଦ୍ରରେ ସେତୁ ନିର୍ମାଣ ହବ କିନ୍ତୁ କୋଉଭଳି ଭାବରେ ହେବ ନା ବରୁଣ ଦେବତାଙ୍କୁ ପ୍ରସନ୍ନ କରିକି ହବ ଏବଂ ଆଉ କଣ ନା ସେତୁ ନିର୍ମାଣ ପାଇଁ ଅମାପ ବଳଶାଳୀ ବାନର ସୈନ୍ୟ ମାନେ ସମୁଦ୍ରରେ ବିଶାଳ ଗିରିଖଣ୍ଡ ମାନେ ନିକ୍ଷେପ କରିବାକୁ ଲାଗିଲେ। ଏଠାରେ ସମୁଦ୍ରରେ ସେତୁ ନିର୍ମାଣ ହବ କେମିତି ନା ସୈନ୍ୟମାନେ ବାନର ମାନେ ଭଲ୍ଲୁକ ମାନେ ବିଭିନ୍ନ ପ୍ରକାର ପଥର ପାହାଡ ପର୍ବତ ଆଣି କଣ କରିବେ ନା ସମୁଦ୍ରକୁ ନିକ୍ଷେପ କରିବେ ଏବଂ ସେଇଭଳି ଭାବରେ ସେତୁ ନିର୍ମାଣ କରାଯିବ। ମାତ୍ର ସେ ସମସ୍ତ ଅତଳ ଜଳ ଗର୍ଭରେ ବିଲୀନ ହେବାକୁ ଲାଗିଲା। କେବଳ ଫି ଫିକାର ଶବ୍ଦ ବ୍ୟତୀତ ସାମାନ୍ୟ ବୁଦବୁଦ ମଧ୍ୟ ପରିଦୃଷ୍ଟ ହେଲା ନାହିଁ। ଖାଲି ଶବ୍ଦଟିଏ ହେଲା ଫି ଫି କିନ୍ତୁ ବୁଦ ବୁଦ ହିଁ ପଡିଯିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଲା ନାହିଁ। ସାଗର ଜଳର ଏତାଦୃଶ୍ୟ ଆଚରଣ ଶ୍ରୀରାମଙ୍କୁ କଣ କଲା ନା ବିସ୍ମିତ କରିଦେଲା। ଏହା ଦେଖି ସେ କଣ କଲେ ନା ବିଚାର କଲେ ଯେ ଏଟା କେମିତି ସମ୍ଭବ।
କାର୍ଯ୍ୟ ଆରମ୍ଭରେ କୌଣସି ତ୍ରୁଟି ବିଚ୍ୟୁତି ରହିଥିବା ସନ୍ଦେହ କରି ରାମଚନ୍ଦ୍ରଙ୍କର ମନ ଆନ୍ଦୋଳିତ ହେବାକୁ ଲାଗିଲା। ସେ ବିଚାର କଲେ ନିଶ୍ଚିତ ଭାବରେ କିଛି ଗୁଡ଼ିଏ ଭୁଲ ଭାଲ ଅଛି, ଯାହା ଫଳରେ କାର୍ଯ୍ୟଟା ସଫଳ ହେଇପାରୁନାହିଁ। ଏବଂ ତାଙ୍କର ହୃଦବୋଧ ହେଲା ସେ ବରୁଣ ଦେବତାଙ୍କ ସହାୟତା ବିନା ସମୁଦ୍ରରେ ସେତୁ ନିର୍ମାଣ ଅସମ୍ଭବ। ତେଣୁ ସେ ବରୁଣ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆହାର ତ୍ୟାଗ କଲେ ଏବଂ ଅନଶନରେ ରହିଲେ ଏବଂ କୋମଳ ଶଯ୍ୟା ପରିବର୍ତ୍ତେ କର୍କଶ କୁଶଶଯ୍ୟାରେ ଶୟନ କରି ବରୁଣ ଦେବଙ୍କୁ ଅନୁଗ୍ରହ କରିବା ପାଇଁ ସେ କାମନା କଲେ। ପ୍ରଥମେ ଭୋକ ଉପାସରେ ରହିଲେ ଏବଂ ପରବର୍ତ୍ତୀ ସମୟରେ କୁଶଶଯ୍ୟା କୋମଳ ଶୟନ ନ କରି ସେ କର୍କଶ କୁଶଶଯ୍ୟାରେ ଶୟନ କରିବାକୁ ଲାଗିଲେ, ଯାହା ଫଳରେ ବରୁଣ ଦେବତା ପ୍ରସନ୍ନ ହେବେ ବୋଲି ତାଙ୍କର ଚିତ୍ତରେ ସେ ତାକୁ ଧରି ରଖିଥିଲେ। କୌଣସି ଗୁରୁତ୍ୱପୂର୍ଣ୍ଣ ଶୁଭକର୍ମ ଆରମ୍ଭ କରିବା ପୂର୍ବରୁ ଦୈବୀ କୃପା କାମନା କରିବା ଯେ ସର୍ବଦା ଆବଶ୍ୟକ, ଏହା ନରଦେହୀ ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କର ହୃଦୟଙ୍ଗମ ହୋଇପାରିଥିଲା। ଯଦି ଆମେ କିଛି ଶୁଭ କାମ ବା ଶୁଭ କାର୍ଯ୍ୟ କରିବା ପାଇଁ ଯାଉଛୁ ପିଲାମାନେ, ତାହେଲେ ନିଶ୍ଚିତ ଭାବରେ ଭଗବାନଙ୍କର ଆଶୀର୍ବାଦ ବିନା ଆମେ ତାହା କରିପାରିବା ନାହିଁ। ତେଣୁ ଭଗବାନଙ୍କର ବିନା ଆମେ କିଛି ବି କରିପାରିବା ନାହିଁ। ତେଣୁ ବରୁଣ ଦେବଙ୍କ ପ୍ରତି ସେ କଣ କଲେ ନା ଉପବାସ ତଥା କୁଶଶଯ୍ୟାରେ ଶୟନ ପାଇଁ ନିଷ୍ପତ୍ତି ନେଲେ। କ୍ୱେଶ୍ଚିନ ନମ୍ବର 20, ବିଭୂତି କି ଭୁଞ୍ଜୁଥିଲୁ ବିଭୂତି ଭୂଷଣେ, ବଡ଼ କୂଳେ ଜନମୀ ଶରଣ କି କାରଣ ଯେ? ଏ ହେଲା ଆମର ସରଳାର୍ଥ। ଏହାକୁ ଆମେ ଲେଖିଲେ କଣ ଲେଖିପାରିବା? ଉକ୍ତ ପଦ୍ୟାଂଶଟି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାଳଜୟୀ ବୈଦେହୀଶ ବିଳାସ କାବ୍ୟର ରାଘବଙ୍କ ଲଙ୍କା ଯାତ୍ରାନୁକୂଳ ଶୀର୍ଷକ କବିତାରୁ ଅଣାଯାଇଛି। ଏଠାରେ ଅନୁଜ ବିଭୀଷଣଙ୍କ ପ୍ରତି ଜ୍ୟେଷ୍ଠ ଭ୍ରାତା ଦଶାନନଙ୍କ ପ୍ରେରିତ ବାର୍ତ୍ତା ଉପରେ ମଧ୍ୟ ଆଲୋକପାତ କରାଯାଇଛି। ରାବଣ ବିଭୀଷଣଙ୍କୁ କହି ପଠେଇଛି କାହା ସହିତ ନା ଶୁକ ଏବଂ ଶାଣଙ୍କ ହାତରେ। ବିଭୀଷଣ ଜ୍ୟେଷ୍ଠ ଭ୍ରାତା ଦଶାନନର ଭର୍ସନା ଓ କଟୁବାଣୀ ସହ୍ୟ କରି ନ ପାରି ଲଙ୍କା ତ୍ୟାଗ ପୂର୍ବକ ରାମଚନ୍ଦ୍ରଙ୍କ ଶରଣାପନ୍ନ ହୋଇଛି। ଏ ଲଙ୍କାଗଡ଼ ଛାଡ଼ି ଦେଇକି କୋଉଠି ପଳେଇ ଆସିଛି ନା ଶ୍ରୀରାମଚନ୍ଦ୍ରଙ୍କର ଚରଣକୁ। କାଳେ ସେ ଶତ୍ରୁ ସମ୍ମୁଖରେ ଗୁପ୍ତ ତଥ୍ୟ ପ୍ରକାଶ କରିଦେବ, ଏହି ଭୟରେ ରାବଣ ତାର ପ୍ରମୁଖ ମନ୍ତ୍ରୀ ଶୁକ ଏବଂ ସାରଣ ଦିଟା ମନ୍ତ୍ରୀଙ୍କୁ ଦୂତ ରୂପେ ସେ କଣ କରିଛି ନା ଶିବିରକୁ ପଠାଏ ସେମାନଙ୍କ ମାଧ୍ୟମରେ ବିଭୀଷଣଙ୍କ ପ୍ରତି ବାର୍ତ୍ତା ପ୍ରେରଣ କରେଇଛି। କାଳେ ବିଭୀଷଣ କହିଦେବ ଗୁପ୍ତ ତଥ୍ୟ ଶ୍ରୀରାମଚନ୍ଦ୍ରଙ୍କୁ ଏବଂ କହିଦେଲେ ମୋର ଦେହାନ୍ତ ହେଇଯିବ, ସେହି ଭୟରେ ସେ ଶୁକ ଏବଂ ସାରଣକୁ ପଠେଇଛି। ବିଭୀଷଣଙ୍କ ପ୍ରତି ପ୍ରଦତ୍ତ ବାର୍ତ୍ତାରେ ସେ କହିଥିଲେ ଯେ ଜ୍ୟେଷ୍ଠ ଭ୍ରାତା ପିତୃତୁଲ୍ୟ ସମ୍ମାନାସ୍ପଦ ଅଟନ୍ତି। ଜ୍ୟେଷ୍ଠ ଭ୍ରାତା ପିତା ସରି କପିତା ବାଣୀ ପିତା କରି, ଏଟା ଆମେ ପଢିଛୁ। ଜଣେ ସାମାନ୍ୟ ତପାଚାରୀ ଠାରେ ନିଜକୁ ସମର୍ପଣ କରି ତାର ଶରଣ ପ୍ରାର୍ଥୀ ହେବା ଅପମାନଜନକ। ଜଣେ ତପସ୍ୱୀ ପାଖରେ ଶରଣ ପ୍ରାର୍ଥୀ ହେବା ବା ଶରଣାପନ୍ନ ହେବା ଗୋଟେ ଅପମାନଜନକ। ଏଣୁ ଲଙ୍କା ନଗରୀକୁ ପ୍ରତ୍ୟାବର୍ତ୍ତନ କରିବା ତାଙ୍କ ପକ୍ଷେ ଶ୍ରେୟସ୍କର ହେବ ବୋଲି ଦଶାନନ କଣ କରିଛି ନା କନିଷ୍ଠ ଭ୍ରାତା ବିଭୀଷଣଙ୍କୁ ବାର୍ତ୍ତା ମାଧ୍ୟମରେ ଶତ୍ରୁ ଶିବିରରୁ ପୃଥକ କରିବାକୁ ଚେଷ୍ଟା କରିଛି। ସେ ବିଭୀଷଣକୁ ଫେରାଇ ଆଣିବା ନିମନ୍ତେ ଶୁକ ଏବଂ ସାରଣକୁ ଦୂତ କରି ସେ କଣ କରିଛି ନା ପଠେଇଛି। କ୍ୱେଶ୍ଚିନ ନମ୍ବର 21, ବାଜିଥିଲେ ଚୂର୍ଣ୍ଣ ବା ପାତାଳେ ଭଜିଥିବ, ବିନ୍ଧ୍ୟବାନ ତୋଷୀ ହେଲେ ବଞ୍ଚାଇ ଦଇବ ଯେ? ସଂସ୍କୃତ ପଦ୍ୟାଂଶଟି ବୈଦେହୀଶ ବିଳାସ କାବ୍ୟର ରାଘବଙ୍କ ଲଙ୍କା ଯାତ୍ରାନୁକୂଳ ଶୀର୍ଷକ କବିତାରୁ ଅଣାଯାଇଛି। ଏଠାରେ କବି ଉତ୍କ୍ଷିପ୍ତ ଅଙ୍ଗଦଙ୍କ କ୍ରୋଧଯୁକ୍ତ ବଜ୍ରସମ ସଶକ୍ତ ଚପାଟ ଘାତରେ ଭୟଙ୍କରିତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଠାରେ ଅଙ୍ଗଦର ପ୍ରହାର କଣ କରାଯାଇଛି ନା ବର୍ଣ୍ଣନା କରାଯାଇଛି। ଏହିଭଳି ଭାବରେ ବର୍ଣ୍ଣନା କରାଯାଇଛି ଯାହାକି ବିଚିତ୍ର। ଲଙ୍କପତି ଦଶାନନ ଦ୍ୱାରା ପ୍ରେରିତ ଶୁକ ଏବଂ ସାରଣ ମନ୍ତ୍ରୀଦ୍ୱୟ ସାଗର ତଟଦେଶସ୍ଥ ଶ୍ରୀରାମଙ୍କ ଶିବିରରେ ଉପସ୍ଥିତ ହୋଇ ପ୍ରଥମେ ବିଭୀଷଣଙ୍କୁ ବଡ଼ ଭ୍ରାତା ଲଙ୍କାଧୀଶ ରାବଣଙ୍କ ବାର୍ତ୍ତା ପ୍ରଦାନ କରିଥିଲେ। ଶୁକ ଏବଂ ସାରଣ ଯାଇଛନ୍ତି କାହା ପାଖକୁ ନା ବିଭୀଷଣ ପାଖକୁ ଏବଂ ରାବଣ ଯାହା ବି ବାର୍ତ୍ତା ଦେଇଥିଲା ତାକୁ ପୁଙ୍ଖାନୁପୁଙ୍ଖ ଭାବରେ ବିଭୀଷଣର ସମ୍ମୁଖରେ ତାକୁ ଉପସ୍ଥାପନ କରିଛନ୍ତି ଏବଂ ତତ୍ପରେ କିଷ୍କିନ୍ଧ୍ୟାର ଯୁବରାଜ ଅଙ୍ଗଦଙ୍କୁ ରାଜାଙ୍କ ନିର୍ଦ୍ଦେଶ ବାର୍ତ୍ତା ଦେଇ କହିଥିଲେ ଯେ
ପିତା ଶତ୍ରୁ ନିକଟରେ ଆନୁଗତ୍ୟ ପ୍ରକାଶ କଲେ ବା ଶରଣାପନ୍ନ ହୋଇ ରହିଲେ କୌଣସି ବା କଦାପି ପୁଣ୍ୟ ଅର୍ଜନ ହୋଇନଥାଏ। ପିତା ଶତ୍ରୁ ନିକଟରେ କେତେବେଳେ ବି କଣ କରାଯିବ ନାହିଁ, ଶରଣାପନ୍ନ ହେବାକୁ ହବ ନାହିଁ। ଯଦି ହେଲେ ବି କୌଣସି ପ୍ରକାର ପୁଣ୍ୟ ଅର୍ଜନ ମିଳେ ନାହିଁ। ଏହି ବାର୍ତ୍ତା ଶ୍ରବଣ କଲା ମାତ୍ରେ ଅଙ୍ଗଦ କ୍ରୋଧ ଜର୍ଜରିତ ହୋଇ ଶୂନ୍ୟକୁ ଏପରି ଏକ ସଶକ୍ତ ଚାପୁଡ଼ା ପ୍ରହାର କଲା, ଯାହା ବିଶାଳ ବିନ୍ଧ୍ୟ ପର୍ବତରେ ବାଜିଥିଲେ ତାହା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଇଥାନ୍ତା। ଏମିତି ଏକ ପ୍ରହାର କରିଛି ଯାହା ବାଜିଥିଲେ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଥାନ୍ତା, କିମ୍ବା ତାହା ପାତାଳଗାମୀକୁ ଲଭିଥାନ୍ତା। ନହେଲେ ଦି ଜଣ ମନ୍ତ୍ରୀଙ୍କର ଦେହାନ୍ତ ବା ନିଶ୍ଚିତ ଭାବରେ ତାଙ୍କର ଧ୍ୱଂସ ହୋଇଥାନ୍ତା। ତେଣୁ ମନ୍ତ୍ରୀଦ୍ୱୟ ଏହି ଉକ୍ତିରୁ ଅଙ୍ଗଦଙ୍କ ଶକ୍ତିର ଦୃଢ଼ତା ସହଜରେ ଅନୁମିତ ହୁଏ ବୋଲି କହିଛନ୍ତି। ପିଲାମାନେ, ଆମେ ଅନ୍ୟ ଏକ ଭିଡ଼ିଓରେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। କ୍ୱେଶ୍ଚିନ୍ ନମ୍ବର 22।